जय जगन्नाथ अभिप्तास यूनिक्वाल को स्वागत। यही वीडियो रे आपण माने देखिबे आमर जो 1/11/2025 रे पंचम क्लस्टर स्तरीय बैठक आयोजित हेबाकु जाउछि। सेही बैठक रे जो सब विषय वस्तु उपरे आलोचना करा जिवो ସେହି ବିଷୟବସ୍ତୁକୁ ଆପଣମାନେ ନିଜ ନିଜ ବିଦ୍ୟାଳୟରେ ଏକ ବୈଠକ ଡାକି ଆଲୋଚନା କରାଇବେ। ତ ସେହି ବୈଠକର ବିଷୟବିନ୍ଦୁ ଗୁଡ଼ିକ କ'ଣ ରହିଛି ସେହି ବିଷୟରେ ଆମେ ଦେଖିବା ଏବଂ ରିଜଲ୍ୟୁସନଟିକୁ ଲେଖିବା। ଆଶା କରୁଛି ଭିଡ଼ିଓଟି ନିଶ୍ଚୟ ଭାବେ ଆପଣମାନଙ୍କୁ ଭଲ ଲାଗିବ। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଦୟାକରି ଲାଇକ୍ କରିବେ, ସେୟାର କରିବେ ଶିକ୍ଷକ ବନ୍ଧୁମାନଙ୍କୁ ଏବଂ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ନିଶ୍ଚୟ ଭାବେ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ତ ବିଳମ୍ବ ନ କରି ଚାଲନ୍ତୁ ଆରମ୍ଭ କରିବା। ଅଧିବେଶନ ନମ୍ବର 5 ତାରିଖ ଦେବେ 3/11/2025 ସୋମବାର। ସାଙ୍ଗମାନେ ଏଠି ଆପଣମାନଙ୍କୁ ମୁଁ ଗୋଟିଏ କଥା କହି ରଖେ, ଯଦି ଆପଣଙ୍କ ଅଞ୍ଚଳରେ 3/11/2025 ସୋମବାରକୁ ସ୍ଥାନୀୟ ଛୁଟି ଘୋଷଣା କରାଯାଇଥାଏ ତ ଆପଣମାନେ ଏହାକୁ ଗୁରୁବାର ମାନେ 6/11/2025 ଗୁରୁବାର ପାଇଁ ଦେଖିବେ। ଅଦ୍ୟତା 3/11/2025 ତାରିଖ ସୋମବାର ଦିନ ଅପରାହ୍ନ 2 ଘଣ୍ଟା ସମୟରେ ଆମ୍ଭ ବିଦ୍ୟାଳୟ ପରିସରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ବୈଠକର ଉଦ୍ଦେଶ୍ୟ ଥିଲା ପଞ୍ଚମ କ୍ଲଷ୍ଟର ସ୍ତରୀୟ ବୈଠକ ନଭେମ୍ବର 2025ର ଆଲୋଚ୍ୟ ବିଷୟବିନ୍ଦୁ ଗୁଡ଼ିକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇବା। ଓସେପାର ପତ୍ର ନମ୍ବର 11512 ତା 29/10/2025 ଅନୁଯାୟୀ ତା 1/11/2025ରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ତତ୍ପରେ ତା 3/11/2025 ସୋମବାର ଦିନ ବିଦ୍ୟାଳୟ ସ୍ତରୀୟ ବୈଠକରେ ନିମ୍ନୋକ୍ତ ବିଷୟବିନ୍ଦୁ ଉପରେ ଆଲୋଚନା ହୋଇଥିଲା। ପ୍ରଥମ ବିଷୟବିନ୍ଦୁ ଥିଲା ସ୍ୱାଗତ ଓ କାର୍ଯ୍ୟସୂଚୀର ସୂଚନା ପ୍ରଦାନ। ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବୈଠକକୁ ସ୍ୱାଗତ ଜଣାଇ କାର୍ଯ୍ୟସୂଚୀର ସୂଚନା ପ୍ରଦାନ କଲେ। 2 ପଏଣ୍ଟରେ ରହିଲା ପୂର୍ବ ବୈଠକର ବିଷୟବସ୍ତୁର ଆଲୋଚନା। ପ୍ରଧାନ ଶିକ୍ଷୟିତ୍ରୀ ଚତୁର୍ଥ କ୍ଲଷ୍ଟର ସ୍ତରୀୟ ବୈଠକର ବିଷୟବସ୍ତୁ ଉପରେ ସମ୍ୟକ ଆଲୋଚନା କରାଇଥିଲେ। ତୃତୀୟ ପଏଣ୍ଟ ଥିଲା ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ଶିଶୁ ବାଟିକା ପ୍ରଥମ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପାଇଁ। ନଭେମ୍ବର ମାସରେ ଶିଶୁ ବାଟିକା ପାଇଁ କାର୍ଯ୍ୟ 56ରୁ 66, ପ୍ରଥମ ଶ୍ରେଣୀ ପାଇଁ ହସଖେଳ ଭାଗ 1ର ପାଠ 11 କିଚିରି ମିଚିରି ପଦ୍ୟ ଠାରୁ ପାଠ 16 ନଈବଢ଼ି ଚିତ୍ର ପର୍ଯ୍ୟନ୍ତ, ଭାଷା କାର୍ଯ୍ୟପୁସ୍ତିକା ସପ୍ତାହ 17ରୁ 19 ସହ ମାସରେ ଥିବା କବିତା ପୋଷ୍ଟର, ଚିତ୍ର ପୋଷ୍ଟର, ଅନୁଭୂତି ଆଧାରିତ ଆଲୋଚନା, ଗଳ୍ପ କାର୍ଡ଼, ବଡ଼ ବହି ସହ ଗଣିତ କାର୍ଯ୍ୟ ପୁସ୍ତିକା ସପ୍ତାହ 17ରୁ ସପ୍ତାହ 22, ଦ୍ୱିତୀୟ ଶ୍ରେଣୀ ପାଇଁ ଭାଷା ପାଠ 15 ଓ 16, ଭାଷା କାର୍ଯ୍ୟପୁସ୍ତିକା ସପ୍ତାହ 17ରୁ 20 ଓ ଗଳ୍ପ କାର୍ଡ଼, ଗଣିତ ପାଠ 11 ଓ ଗଣିତ କାର୍ଯ୍ୟପୁସ୍ତିକା ସପ୍ତାହ 19ର କାର୍ଯ୍ୟ, ତୃତୀୟ ଶ୍ରେଣୀ ପାଇଁ ଭାଷା ଟିକି ଫୁଲଟିର ବାସ ପଦ୍ୟ, ସାନସିନା ଦାନତା ମହାନ ଗଦ୍ୟ, ଭାଷା କାର୍ଯ୍ୟପୁସ୍ତିକା ସପ୍ତାହ 17ରୁ 20 ସହ ମାସ ଆଧାରିତ ଗଳ୍ପ କାର୍ଡ଼, ଗଣିତ ପାଠ 13 ମାପ କରିବା, ଗଣିତ କାର୍ଯ୍ୟପୁସ୍ତିକା ସପ୍ତାହ 22 ଆଧାରିତ କାର୍ଯ୍ୟ କରିବା ପାଇଁ କୁହାଗଲା। ଚତୁର୍ଥ ବିଷୟବିନ୍ଦୁ ଥିଲା ଶ୍ରେଣୀ ପରିଚାଳନା ବହୁଶ୍ରେଣୀ, ଯାହାକି ଭାଷା ଓ ସଂଖ୍ୟାଜ୍ଞାନ ଉପରେ ରହିଛି। ପାଠ ଟୀକା ଓ ଶିକ୍ଷକଙ୍କ ଗତିବିଧି ଯୋଜନା ପ୍ରସ୍ତୁତି ଓ ଉପସ୍ଥାପନା। ଶିକ୍ଷକ ବହୁଶ୍ରେଣୀ ପରିସ୍ଥିତିରେ କିପରି ଭାଷା ଓ ସଂଖ୍ୟାଜ୍ଞାନର ପାଠଟିକା ପ୍ରସ୍ତୁତ କରିବେ ଓ ପ୍ରଦର୍ଶନ କରିବେ ସେ ବିଷୟରେ ଆଲୋଚନା କରାଗଲା। ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା। ଚେକଲିଷ୍ଟ ଆଧାରରେ MCM ଆୟୋଜିତ ବିଦ୍ୟାଳୟର ଶୈକ୍ଷିକ ଓ ଭୌତିକ ବାତାବରଣ ପର୍ଯ୍ୟବେକ୍ଷଣ କରି ନିଜ ବିଦ୍ୟାଳୟର ଶୈକ୍ଷିକ ବାତାବରଣ କିପରି ଉନ୍ନତି କରିହେବ ସେଥି ନିମନ୍ତେ ସମସ୍ତଙ୍କ ମତାମତ ନିଆଗଲା। ଜିଲ୍ଲା ଭିତ୍ତିକ ଶୈକ୍ଷିକ ଆଲୋଚନାରେ ଶିକ୍ଷଣ ସୋପାନ ରେଜିଷ୍ଟର ଉପରେ ଆଲୋଚନା। ଅକ୍ଟୋବର ମାସର ଶିକ୍ଷଣ ଫଳାଫଳକୁ କିପରି ଲିପିବଦ୍ଧ କଲେ, ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀର କେତେଜଣ ଶିକ୍ଷାର୍ଥୀ ଭାଷା ଓ ଗଣିତରେ ଷ୍ଟାର, ବ୍ଲାକ୍ ପ୍ଲସ୍ ଏବଂ ରେଡ୍ ଟ୍ରାଇଙ୍ଗଲ ପ୍ରତୀକରେ ଅଛନ୍ତି, ସେମାନଙ୍କର ଶୈକ୍ଷିକ ଅଭିବୃଦ୍ଧି ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଆଲୋଚନା କରାଯାଇଥିଲା। 7 ନମ୍ବର ପଏଣ୍ଟ CRCCଙ୍କ ବିଦ୍ୟାଳୟ ପରିଦର୍ଶନ ଓ ଶୈକ୍ଷିକ ସହାୟତା। CRCC 40 ମିନିଟ୍ ଶ୍ରେଣୀ ପର୍ଯ୍ୟବେକ୍ଷଣ କରିବେ ଓ ସେଥି ନିମନ୍ତେ
ଚେକଲିଷ୍ଟ ଆଧାରିତ ସମସ୍ତ କାର୍ଯ୍ୟକୁ କରିବାକୁ କୁହାଗଲା। 10 ମିନିଟ୍ ପାଇଁ ସ୍ପଟ୍ ଆସେସମେଣ୍ଟ କେବଳ FLN ଶ୍ରେଣୀ ପାଇଁ, ଯେଉଁଥିରେ କି ଭାଷା ଓ ସଂଖ୍ୟା ଜ୍ଞାନର ସରଳ ଓ ମୌଖିକ ପ୍ରଶ୍ନ ପଚାରିବେ, ତେଣୁ ପିଲାଙ୍କୁ ସେଥିପାଇଁ ପ୍ରସ୍ତୁତ କରାଇବା। ଶେଷରେ CRCCଙ୍କ ପ୍ରଦତ୍ତ ପ୍ରତିପୁଷ୍ଟି ଓ ଆଗାମୀ କାର୍ଯ୍ୟଯୋଜନାକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଗଲା। ପଏଣ୍ଟ 8 ରହିଛି ନିପୁଣ ବିଦ୍ୟାଳୟ। ପ୍ରାଥମିକ ଶିକ୍ଷା ପ୍ରତି ଦୃଢ଼ ପ୍ରତିବଦ୍ଧତା ଓ ଉନ୍ନତ ମାନର ଶିକ୍ଷାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ନିପୁଣ ବିଦ୍ୟାଳୟ 3ଟି ପ୍ରମୁଖ ଅଂଶ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଅନୁରୂପ ଭିତ୍ତିଭୂମିରେ ବିଦ୍ୟାଳୟର ଶୈକ୍ଷିକ ଓ ଡିଜିଟାଲ ପରିବେଶକୁ ଗୁରୁତ୍ୱ ଦିଆଯିବ। ଦ୍ୱିତୀୟ ପଏଣ୍ଟ ରହିଛି ଉନ୍ନତ ଶ୍ରେଣୀ ପରିଚାଳନାର ଅଭ୍ୟାସ ଓ ମାନ ନିର୍ଦ୍ଧାରଣ ପ୍ରକ୍ରିୟାରେ ଅଭିନବ ଶିକ୍ଷାଦାନ ପଦ୍ଧତି 4+1+1 ସାପ୍ତାହିକ ଢାଞ୍ଚା, ଯାହା 4 ହେଉଛି ପ୍ରଥମ 4 ଦିନର କାର୍ଯ୍ୟ ଏବଂ +1 ଯେଉଁ ରହିଛି ସେହିଦିନ ଆମେ କରିବା ପୁନରାବୃତ୍ତି ଆଧାରିତ କାର୍ଯ୍ୟ ଏବଂ ଯେଉଁ ଶେଷରେ +1 ରହିଛି ତାହା ହେଉଛି ମାନ ନିର୍ଦ୍ଧାରଣ। ପ୍ରତି ସପ୍ତାହର ଯେଉଁ 6 ଦିନର କାର୍ଯ୍ୟ ସେଇଟାକୁ କୁହାଯାଏ ସାପ୍ତାହିକ ଢାଞ୍ଚା, ଯାହାକି ହେଲା 4+1+1। 4+1+1 ସାପ୍ତାହିକ ଢାଞ୍ଚାରେ କାର୍ଯ୍ୟାନ୍ୱୟନ, ଦୈନିକ ପାଠ ଯୋଜନା ଓ ଶିକ୍ଷଣ ଫଳାଫଳ, ଭାଷାର 4 ଖଣ୍ଡୀୟ ରୂପରେଖ ପାଇଁ 120 ମିନିଟ୍ ସମୟ, ସଂଖ୍ୟା ଜ୍ଞାନରେ CRA ପଦ୍ଧତି ପାଇଁ 90 ମିନିଟ୍ର କାର୍ଯ୍ୟ ଓ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଉପରେ ଗୁରୁତ୍ୱ ଦିଆଯିବ। 3 ନମ୍ବର ପଏଣ୍ଟ ରହିଛି ସମସ୍ତ ଶିକ୍ଷାର୍ଥୀ ଯେପରି ସର୍ବନିମ୍ନ 60% ଶିକ୍ଷଣ ଫଳାଫଳ ହାସଲ କରିବେ ସେଥିପ୍ରତି ଧ୍ୟାନ ଦିଆଯିବ। ଶିକ୍ଷଣ ସୋପାନ, ଶିକ୍ଷଣ ଅଗ୍ରଗତିର ତଦାରଖ, ଶୈକ୍ଷିକ ଆବଶ୍ୟକତା ଆଧାରିତ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ବିଷୟରେ ଆଲୋଚନା କରାଗଲା। ନିପୁଣ ବିଦ୍ୟାଳୟ ମୂଲ୍ୟାଙ୍କନରେ ଭିତ୍ତିଭୂମି ପାଇଁ 20 ମାର୍କ, ଶୈକ୍ଷିକ କାର୍ଯ୍ୟାନ୍ୱୟନ ପାଇଁ 35 ମାର୍କ, ଶିକ୍ଷଣ ଫଳାଫଳ ପାଇଁ 45 ମାର୍କ, ସର୍ବମୋଟ 100 ମାର୍କ ରହିଥିବା କଥା ସମସ୍ତଙ୍କୁ ଜଣାଇ ଦିଆଗଲା। 9 ନମ୍ବର ପଏଣ୍ଟ ରହିଛି SOP ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର, ଟିଚର ଆଣ୍ଡ ଷ୍ଟୁଡେଣ୍ଟ ଆଟେଣ୍ଡାନ୍ସ। UAS ଆପ୍ ମାଧ୍ୟମରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ଗୁରୁତ୍ୱ ପ୍ରଦାନ କରାଯିବା କଥା କୁହାଗଲା। ଏଥି ନିମନ୍ତେ CRCC ଓ HMଙ୍କ ଭୂମିକା ରହିଛି। ପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ୟୁନିଫାଏଡ୍ ଅଟୋମେସନ ସିଷ୍ଟମ ବା UAS ଆପ୍କୁ ଡାଉନଲୋଡ୍ କରି ଉପସ୍ଥାନ ପକାଇବାକୁ କୁହାଗଲା। ଉକ୍ତ ଆଧାରିତ କିଛି ସମସ୍ୟା ଆସିଲେ ସମାଧାନ ନିମନ୍ତେ ଲିଙ୍କ ପ୍ରଦାନ, ୟୁଜର ମାନୁଆଲ୍ସର ବ୍ୟବହାରକୁ ସୁନିଶ୍ଚିତ କରାଗଲା। 10 ନମ୍ବର ପଏଣ୍ଟ ରହିଲା ସଂକ୍ଷେପଣ। ବୈଠକରେ ଆଲୋଚ୍ୟ ବିଷୟ କିପରି ଆପଣଙ୍କ ସାହାଯ୍ୟରେ ଆସିବ ମତାମତ ଦେବା ପାଇଁ ସମସ୍ତଙ୍କୁ କୁହାଗଲା। ତାପରେ 11 ନମ୍ବର ପଏଣ୍ଟରେ 3 ଆକ୍ସନ ଷ୍ଟେପ୍ସ, ଯାହାକି ପ୍ରଥମ ଆକ୍ସନ ଷ୍ଟେପ୍ ରହିଛି UAS ଆପ୍ ମାଧ୍ୟମରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନକୁ ସୁନିଶ୍ଚିତ କରାଗଲା। ଦ୍ୱିତୀୟ ପଏଣ୍ଟ ରହିଛି ସମସ୍ତ ଶିକ୍ଷାର୍ଥୀ ଯେପରି 60% ଶିକ୍ଷଣ ଫଳାଫଳ ହାସଲ କରିବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ନିଷ୍ପତ୍ତି ନିଆଗଲା। ତୃତୀୟ ପଏଣ୍ଟ ରହିଛି CRCCଙ୍କ ଦ୍ୱାରା ପ୍ରଦତ୍ତ ପ୍ରତିପୁଷ୍ଟି ଓ ଆଗାମୀ କାର୍ଯ୍ୟଯୋଜନା ଆଧାରରେ କାର୍ଯ୍ୟ କରିବା ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହେଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଂ ଘୋଷଣା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାକ୍ଷର, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ୱାକ୍ଷର। ଏହିପରି ଭାବରେ ଆପଣମାନେ ଦେଖୁଥିଲେ ପଞ୍ଚମ MCMର ରିଜୋଲ୍ୟୁସନ୍, ଯାହାକୁ କି ଆପଣମାନେ ନିଜ ନିଜ ରେଜିଷ୍ଟରରେ ମେଣ୍ଟେନ୍ କରିବେ। ଆଶା କରୁଛି ଭିଡ଼ିଓଟି ନିଶ୍ଚୟ ଭାବେ ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଦୟାକରି ଲାଇକ୍ କରିବେ, ଶିକ୍ଷକ ବନ୍ଧୁମାନଙ୍କୁ ସେୟାର କରିବେ, ମତାମତ କମେଣ୍ଟ ମାଧ୍ୟମରେ ଦେବେ। ଯେଉଁ ବନ୍ଧୁମାନେ ମୋ ଚ୍ୟାନେଲ ସହିତ ନୂଆରେ ଯୋଡ଼ି ହେଉଛନ୍ତି ଅନୁରୋଧ ନିଶ୍ଚୟ ଭାବେ ସବସ୍କ୍ରାଇବ୍ କରିବେ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।